ଶିବବ୍ରତଧାରୀ ମାନେ ସେମାନେ ଗଞ୍ଜେଇ ଇତ୍ୟାଦି ମାଦକ ଦ୍ରବ୍ୟ ସେବନ କରୁଛନ୍ତି ଭୁଲ ବଶତଃ, ତାହା ଉଚିତ ନୁହଁ। ଶଙ୍କର ଭଗବାନ ବିଷ ଭକ୍ଷଣ କରିଥିଲେ ବୋଲି ଆମେ ଶିବବ୍ରତଧାରୀ ମାନେ ଗଞ୍ଜେଇ, ଚରସ, ହିରୋଇନ, ମଦ ଇତ୍ୟାଦି ପାନ କରି ତାଙ୍କରି ଭଳି ମସ୍କୁଲ ଭାବରେ ରହିବୁ, ଏହା ସମ୍ପୂର୍ଣ୍ଣ ଶାସ୍ତ୍ର ବିରୋଧୀ। ଆଉ କେହି କେହି ଭୁଲରେ କହନ୍ତି ଶଙ୍କର ଭଗବାନ ଭୋଳାନାଥ ଗଞ୍ଜେଇ ପ୍ରିୟ, ଏହା ସମ୍ପୂର୍ଣ୍ଣ ଭାବରେ ଭୁଲ। ଆପଣ ମାନେ ଅନୁଭବ କରିଥିବେ ଆମର ଆର୍ଯ୍ୟ ସମାଜ ଏହାକୁ ଦୃଢ ବିରୋଧ କରିଥିଲେ ଏବଂ ଶଙ୍କରାଚାର୍ଯ୍ୟ ମାନେ ମଧ୍ୟ ଏହାକୁ ଦୃଢ ବିରୋଧ କରିଥିଲେ। ଶଙ୍କର ଭଗବାନ ଗଞ୍ଜେଇ ଖୋର ବୋଲି ଯୋଉମାନେ କହୁଛନ୍ତି ସେମାନଙ୍କ ବିରୁଦ୍ଧରେ ସେମାନେ ସ୍ୱର ଉତ୍ତୋଳନ କରିଥିଲେ। ଶଙ୍କର ଭଗବାନ ଏତେ ନିଚ ସ୍ତରର ବ୍ୟକ୍ତି ନୁହନ୍ତି, ସେ ଦେବତା ମାନଙ୍କର ଦେବତା ଏବଂ ନିର୍ବିକାର ପୁରୁଷ।